ବାହାନା ଦେଖେଇବ। ଆବେ ଭାଇ ତୁ ଜାଣିନୁ ସକାଳୁ ଢୋଲ ନ ବାଜିଲେ ମୋ ବାପା ମନ୍ଦିର ଯାଆନ୍ତିନି। ଆଜି ତୋ ପିଠିରେ ଢୋଲ ବାଜିବ। ଢୋଲ ଯାଇଛ କଣ? ଆବେ ବଜା। ଏମିତି ମାରନ୍ତୁନି ବାବୁ, ବୟସ ବଢିଗଲାଣି ତ, ମୁଁ ଆଉ ସହିପାରୁନି ବାବୁ, ମୁଁ ଆଉ ସହିପାରୁନି। ଢୋଲ କାହିଁକି ବଜେଇଲୁନି? ଶଳା ବେଲାଏ କେଫି ନାହିଁ ଫାଁକାଳି ପଡ଼ିଥିଲୁ, କହୁଛୁ କଣ ନା ସହି ପାରୁନି। ଆଜି ତୋ ଭାଗ୍ୟରେ ପପ ମାଡ଼ ଅଛି। ହାରାମି ନିଜକୁ ଶାନ୍ତ ଭାବି ସାରିଲୁଣି। ନାଇଁ ବାବୁ, 2 ଦିନ ହେଲା ଦେହଟା ଭଲ ନଥିଲା, ତା ଛଡା ପେଟରେ 2 ଦିନ ହେଲା ଆଧାର ପଡିନି, ସେଇଥିପାଇଁ ରହିଯାଇଥିଲି ବାବୁ, ସେଇଥିପାଇଁ ରହିଯାଇଥିଲି। ଆବେ ସେଇଥିପାଇଁ ତ କହୁଛି, ତୁ ଯଦି ନ ପାରୁଛୁ ତୋ ସାନ ଭାଇ ହାତରେ ଢୋଲ ଧରିକି ପଠାଇ ଦେ। ଆବେ ହାତ କାଟ ଭେଣ୍ଡିଆଟା ହେଇଛି, ଢୋଲ ଭଲ ବଜେଇବ। ମୋ ସାନ ଭାଇ ରତନା ସେଇଟା ଭଲ ପାଠ ପଢୁଛି ବାବୁ, କେତେ ସପନ ଦେଖିଛି, ତାକୁ ହାକିମ କରିବି, ସେ ଢୋଲ ବଜେଇ ପାରିବନି ବାବୁ, ସେ ଢୋଲ ବଜେଇ ପାରିବନି। ହଁ ତୋ ଭାଇଟା ଗୋଟେ ସତରେ ଯେମିତି କଲେକ୍ଟର ହେଇଯିବ। ଆବେ ତମେ ମାନେ ଗରିବ, ସାରା ଜୀବନ ଆମ ପାଦ ତଳେ ଖଟିବ। ଆବେ ଆମ ହାତ ଟେକା ପରିବାର ଚଳେଇବ। ସାନ ଭାଇକି ହାକିମ କରିବାଟା ଦେଖିଲୁ କେମିତି? ସପନ ଦେଖିଛି ବାବୁ, ସପନ ଦେଖିଛି ମାନେ ମୋ ଭାଇ ମାନଙ୍କୁ ମୁଁ ହାକିମ କରିବି। ସେ କେବେ ହେଲେ ଏବେ ମର୍ଦ୍ଦରାଜ ପରିବାରର ବୁକୁ ଚାବୁଆ ହେଇପାରିବେନି, କି ଆପଣଙ୍କ କଥାରେ ଉଠ ବସାଇ ପାରିବେନି। ଶଳା ଛୋଟ ଲୋକ, ମୋ ମୁହଁରେ ପୁଣି ଜବାବ। ଆବେ ପାଗୁଲ ମର୍ଦ୍ଦରାଜ ମୋ ଜବାବ। ହାରାମି আরে মଣିষ মানুষ পোকমাছি পরি ব্যবহার কলে পরিস্থিতিটা তোতে মহঙ্গা পড়িব। এই দেখ আসিগলে কচল পাতিয়া ভদ্রল। হয় ভাতাশ্রে, তমে তো বাপ হোটেলে খাই মর্দরাজ লজে শোইবা লোক, এসবু কথায় মুন্ড পুরাউছ কাইকি? কোন বাট অভাব হেলানি কি? জানিছে আরে প্রতিবাদ কলে মাড় খাইবাকু পড়িব, অধর্ম বিরুদ্ধে স্বর উঠাইলে রক্তাক্ত হওয়াকু পড়িব। তথাপি এসবু দেখি নিজের মানবিকতাকে মু কবর দেই পারুনি, কারণ এই চিড়িয়াখানার হিংস্রজন্তু মেଳରେ থিবা মু জনে নিষ্পেষিত মଣିষ। তম ডাইলগ শুনিবাকু মো পাখে সময় না, চুপচাপ ভিতরকু যাও। বুঝিবিনি? আরে তু এ ঘরের সান পুଅ হেলে মু বি এ ঘরের বড় পুଅ, এ ঘরে তোর যেতিকি অধিকার অছি মোর সেতিকি অধিকার অছি। সে অধিকারটা বাপা তলু কেবেঠু ছড়াই নেই। কেবল বঞ্চি থিবা যে ঘরে খাইব ଆଉ ମୂର୍ତ୍ତା ପରି ପରି ରହିବ, ପାଟି ଖୋଲିବ ତ ମାଟ ଖାଇବ। ନାଇଁ ବାବୁ, ସେ ଭୁଲ କରନ୍ତୁନି, ସିଏ ଆପଣଙ୍କର ବଡ ଭାଇ, ବଡ ଭାଇ ବାପ ସମାନ। ସେ ବଡ ଭାଇଙ୍କ ଉପରକୁ ହାତ ଉଠେଇଲେ ଆପଣ ଅହିନର୍କରେ ପଡିବ ବାବୁ, ସେମିତି ଭୁଲ କରନ୍ତୁନି। ମତେ ଉପଦେଶ ଦଉଛ? আরে মଣିষ প্রতি মଣିষ পরি ব্যবহার ন কলে তোতে কেমিতি শাসন করিবাকু হব সেইটা মু তোতে এইঠি দেখাই দেবি। আরে সেমানে ছোট জাতি হেলে বি আম পরি মଣିষ,
ଆରେ କ୍ରୀତଦାସ ହେଲେ ବି ତାଙ୍କର ବଞ୍ଚିବାର ଅଧିକାର ଅଛି। ଏ ଯାଏ ମୁଁ ତତେ କିଛି କହୁନ। ଆବେ ବଡ଼ ଭାଇ ଭାବି ଦୟା ଦେଖେଇଲି ବୋଲି ତୁ ମୋ ମୁଣ୍ଡରେ ଚଢିଲୁ, ମୋ ମୁଣ୍ଡକୁ ହାତ ଧରି ଉଠେଇଦେଲୁ। ଏବେ ଦେଖ ମୁଁ ତୋର କଣ କରୁଛି। ঢোল বাজিব না নাই, ঢোল বাজিব না নাই। ଦେଖିବାର ଥିଲା ତୁ ଶେଷରେ ମର୍ଦ୍ଦରାଜ ପରିବାରରେ ମୁଣ୍ଡ ବିକିବାକୁ ଚାଲି ଆସିଲୁ। ଆଉ କିଛି ବାଟ ନଥିଲା ଲୋ ଭାଇ। ଏ ବୟସରେ ଗୋଟେ ଭାଇ ମାଡ଼ ଖାଇବ, ମୁଁ କେମିତି ସହିଥାନ୍ତି? ତା ଛଡ଼ା ଏ ମର୍ଦ୍ଦରାଜ ପରିବାରରେ ମୁଣ୍ଡ ବିକିବାକୁ ଆମ ବାପ ଅଜା 14 ପୁରୁଷ ହାତ କାଟି ଲେଖି ଯାଇଛନ୍ତି। ଆଉ ମୁଁ ଯଦି ଡଲିଆ ନହେବି, ଏମାନେ ଆମ ଜାଗା ଜମି ଘର ସବୁ ଆମ ମଝିଆ ଭାଇର ପାଠ ପଢା ବନ୍ଦ ହେଇଯିବ। ଆଉ ସେଥିଲାଗି ମୁଁ ଚିନ୍ତା କଲି ମୋ ପାଠ ପଢା ପଛେ ଚୁଲିକି ଯାଉ, ମୋ ପରିବାର ଖୁସିରେ ରହୁ। ଖୁସିରେ କି ବୁଝିବା ତ ଆବେ ତ ସାନ ଭାଇଟା ରାଜି ହେଇଗଲା। ଏବେ ସାନ ଭାଇକି ହାକିମ କରିବା ସ୍ୱପ୍ନଟା ମୁଣ୍ଡରୁ ଓହ୍ଲାଇ ଦେ, ଆଉ ତାକୁ ମର୍ଦ୍ଦରାଜ ପରିବାର ଆଇନ କାନୁନ ବିଷୟରେ ଭଲ ଭାବରେ ବୁଝାଇ ଦେ। ଏଠି ପୁଣି ଆଇନ କାନୁନ? ହରେ ରତନା, ଏଇଠି ବି ଆଇନ କାନୁନ ଅଛି ରେ। ସେମାନେ ଯେତେବେଳେ ଯାହା କହିବେ ତାଙ୍କ କଥା ମାନିବୁ। ବସ୍ କହିଲେ ବସିବ, ଉଠ କହିଲେ ଉଠିବ। যদি তো আখি আগলে কিছু অন্যায় ঘটিযাଏ দেখি শুনি চুপ রহিবু, যদি মুহ খোলিবু মাড় খাইবু। মাড় କେମିତି କାହିଁକି କାନୁନ ଭାଇ? ନା, ମୁଁ ଏସବୁ ପାରିବିନି। ଅନ୍ୟ ଅନୀତି ଦେଖି ମୁଁ ଚୁପ ରହିପାରିବିନି କି ସାଲିସ କରିପାରିବିନି। ପଳେଇଆଲ ଭାଇ, ମୋର ଏଠି ଚାକିରି କରିବା ଦରକାର ନାହିଁ କି ଆଇନ କାନୁନ ମାନି ମାନେ ନାହିଁ। ପଳେଇ ଚାଲ, ଆମେ ଚାଲିଯିବା।
আবে থরে মর্তরাজ পরিবার উচ্চা পাচিড়ে ভিতরকু আসিছু মানে চালি যাওয়াটা এতে সহজ নুহে। আবে তো মজিয়া ভাই কথা চিন্তা কর, তাহলে তো ভাই ভাউজ কথা চিন্তা কর। আবে তু যদি এটি চাকরি ন করু তমকু দাନରେ দিয়া যাইଥିବା জমি ঘর দিও সব চড়াই নিয়া যাব। আবে তো পরিবার রাজ রাস্তার ভিক মাগিব ভিক। ପରିବାରର ପଛରେ ଆମ ଭାଗ୍ୟ ଭବିଷ୍ୟତ ଯୋଡ଼ା ହୋଇଛି ବୋଲି ମୁଁ ଭୁଲି ଯାଇଥିଲି। ଆଉ ଏଠି ଯଦି ମୁଁ କୀର୍ତ୍ତଦାସ ନ ହୁଏ ମୋ ପରିବାର ରାଜ ରାସ୍ତାରେ ଭିକ ମାଗିବେ। ଆମ ମଝିଆ ଭାଇର ପାଠ ପଢା ବନ୍ଦ ହେଇଯିବ। ତାମାନେ କଥା ମୁଁ ସହିବି କେମିତି କେମିତି ତାମାନେ ତୁ ଏଠି ଚାକିରି କରିବୁ? ହଁ ମୁଁ ଏଠି ଚାକିରି କରିବି ମୋ ପରିବାରର ଖୁସି ପାଇଁ, ଆମ ମଝିଆ ଭାଇକୁ ଡାକ୍ତର କରିବା ପାଇଁ ମୁଁ ଏଠି ଚାକିରି କରିବି। ଆଉ ଆଜିଠାରୁ ଏ ମର୍ଦ୍ଦରାଜ ପରିବାରର ମୁଁ ଜଣେ କୀର୍ତ୍ତଦାସ ଭାଇ, ମୁଁ ଜଣେ କୀର୍ତ୍ତଦାସ।